ରଜରେ ଏମାନଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା 10,000 କିନ୍ତୁ ମିଳିଲାନି ଏହିମାନଙ୍କୁ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି G69 ଓଡ଼ିଆ ଚ୍ୟାନେଲ। ଆଜିର ବଡ଼ ଖବର ସୁଭଦ୍ରା ଯୋଜନାକୁ ନେଇ। ରଜ ପର୍ବ ଅବସରରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର 10,000 ଟଙ୍କା ଜମା ହୋଇଥିବା ବେଳେ ଅନେକ ହିତାଧିକାରୀ ଏ ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତେବେ କେଉଁମାନେ ଟଙ୍କା ପାଇଛନ୍ତି ଓ କେଉଁ କାରଣରୁ କିଛି ଲୋକଙ୍କ ଖାତାକୁ ଟଙ୍କା ଯାଇନାହିଁ, ଆସନ୍ତୁ ଜାଣିବା। ରାଜ୍ୟର ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ଯୋଗ୍ୟ ମହିଳାମାନଙ୍କୁ ଆର୍ଥିକ ସହାୟତା ଭାବେ ଟଙ୍କା ପ୍ରଦାନ କରାଯାଉଛି। ରଜ ଅବସରରେ ବହୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସଫଳତାର ସହ ଟଙ୍କା ଜମା ହୋଇଛି। ଏହା ଫଳରେ ଅନେକ ମହିଳା ଖୁସି ପ୍ରକାଶ କରିଛନ୍ତି। କିନ୍ତୁ ଅନ୍ୟପଟେ କିଛି ଆବେଦନକାରୀ ଟଙ୍କା ପାଇନାହାନ୍ତି। ଏହା ପଛରେ କିଛି ସାଧାରଣ କାରଣ ରହିଛି। ପ୍ରଥମତଃ, ଯଦି ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇଥାଏ କିମ୍ବା ଡିବିଟି ସକ୍ରିୟ ନଥାଏ, ତେବେ ଟଙ୍କା ଜମା ହେବାରେ ସମସ୍ୟା ହୋଇପାରେ। ଦ୍ୱିତୀୟତଃ, ଆବେଦନ ଫର୍ମରେ ନାମ, ଜନ୍ମ ତାରିଖ କିମ୍ବା ଆଧାର ନମ୍ବରରେ ତ୍ରୁଟି ଥିଲେ ଟଙ୍କା ଅଟକି ଯାଇପାରେ। ସେହିପରି କେତେକ କ୍ଷେତ୍ରରେ ବ୍ୟାଙ୍କ ଖାତା ବନ୍ଦ ଥିବା, ନିଷ୍କ୍ରିୟ ଥିବା କିମ୍ବା ଭୁଲ ଖାତା ସୂଚନା ଦିଆଯାଇଥିଲେ ମଧ୍ୟ ଟଙ୍କା ଜମା ହୋଇନଥାଏ। ଯେଉଁମାନଙ୍କୁ ଟଙ୍କା ମିଳିନାହିଁ ସେମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ନିଜ ବ୍ୟାଙ୍କ ଖାତା, ଆଧାର ଲିଙ୍କିଂ ଓ ଡିବିଟି ସ୍ଥିତି ଯାଞ୍ଚ କରନ୍ତୁ। ଯଦି କୌଣସି ତ୍ରୁଟି ଥାଏ ତେବେ ସୁଧାର କରନ୍ତୁ। ସମସ୍ତ ସୂଚନା ଠିକ୍ ଥିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ଜମା ହୋଇପାରେ। ତେଣୁ ଦର୍ଶକ ବନ୍ଧୁ, ରଜରେ ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ବେଳେ କିଛି ଲୋକ ବିଭିନ୍ନ କାରଣରୁ ଏ ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ନିଶ୍ଚିତ ରୂପେ ଆମକୁ ଜଣାନ୍ତୁ। ଆଜିର ଆଉ ଗୋଟେ ବଡ଼ ଅପଡେଟ୍ ରହିଛି। ରଜ ପର୍ବ ଅବସରରେ ଅନେକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର 10,000 ଟଙ୍କା ଜମା ହୋଇଥିବାର ଚର୍ଚ୍ଚା ଜୋର ଧରୁଛି। ଯେଉଁ ହିତାଧିକାରୀମାନଙ୍କ ପାଇଁ ଟଙ୍କା ଜମା ହୋଇଥିବା ଆବେଦନ ସଫଳତାର ସହ ଯାଞ୍ଚ ହୋଇଛି ଏବଂ ସମସ୍ତ ଦସ୍ତାବେଜ ସଠିକ୍ ରହିଛି, ସେମାନଙ୍କ ଖାତାକୁ ଟଙ୍କା ପହଞ୍ଚିବା ଆରମ୍ଭ ହୋଇଛି। ବିଶେଷ କରି ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ, ଯାହାଙ୍କର ଆଧାର କାର୍ଡ ବ୍ୟାଙ୍କ ଖାତା ସହିତ ଲିଙ୍କ ହୋଇଛି ଏବଂ ଡିବିଟି ସେବା ସକ୍ରିୟ ଅଛି, ସେମାନେ ଏହି ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି। ଅନେକ ହିତାଧିକାରୀଙ୍କ ମୋବାଇଲକୁ ବ୍ୟାଙ୍କ ମେସେଜ ମଧ୍ୟ ଆସିସାରିଛି। ଏହା ସହିତ ଯେଉଁମାନଙ୍କ ଆବେଦନରେ କୌଣସି ତ୍ରୁଟି ନାହିଁ, ବ୍ୟାଙ୍କ ଖାତା ସକ୍ରିୟ ଅଛି ଏବଂ ସରକାରୀ ଯାଞ୍ଚରେ ଯୋଗ୍ୟ ବୋଲି ବିବେଚିତ ହୋଇଛନ୍ତି, ସେମାନଙ୍କ ଖାତାକୁ ପ୍ରାଥମିକତା ଭିତ୍ତିରେ ଟଙ୍କା ପଠାଯିବ। ଯଦି ଆପଣ ମଧ୍ୟ ସୁଭଦ୍ରା ଯୋଜନାର ହିତାଧିକାରୀ ଅଟନ୍ତି, ତେବେ ନିଜ ବ୍ୟାଙ୍କ ଖାତା ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ। ପାସବୁକ୍ ଅପଡେଟ୍ କରନ୍ତୁ କିମ୍ବା ମୋବାଇଲ ବ୍ୟାଙ୍କିଂ ମାଧ୍ୟମରେ ବାଲାନ୍ସ ଚେକ୍ କରନ୍ତୁ। କେତେକ କ୍ଷେତ୍ରରେ ଟଙ୍କା ପଠାଯାଇଥିଲେ ମଧ୍ୟ ବ୍ୟାଙ୍କ ପ୍ରକ୍ରିୟା ଯୋଗୁଁ ଖାତାରେ ଦେଖାଯିବାକୁ କିଛି ସମୟ ଲାଗିପାରେ। ରଜ ଅବସରରେ ମିଳୁଥିବା ଏହି ଆର୍ଥିକ ସହାୟତା ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ପାଲଟିଛି। ଘରୋଇ ଆବଶ୍ୟକତା ପୂରଣ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟ ଓ ସଞ୍ଚୟ କ୍ଷେତ୍ରରେ ମଧ୍ୟ ଟଙ୍କା ସହାୟକ ହେବ ବୋଲି ଆଶା କରାଯାଉଛି। ଯଦି ଆପଣଙ୍କ ଖାତାକୁ ସୁଭଦ୍ରା ଯୋଜନାର ଟଙ୍କା ଆସିନାହିଁ, ତାହେଲେ ଆପଣ କ'ଣ କରିବେ? ରଜରେ କେଉଁମାନଙ୍କୁ ମିଳିନି ସୁଭଦ୍ରା ଟଙ୍କା 10,000, ତାର କାରଣ କ'ଣ ରହିଛି ଜାଣି ନିଅନ୍ତୁ। ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ରଜ ପର୍ବ ଅବସରରେ ଅନେକ ହିତାଧିକାରୀଙ୍କ ଖାତାକୁ 10,000 ଟଙ୍କା ଜମା ହୋଇଥିବା ବେଳେ ଆହୁରି ଅନେକ ମହିଳା ଏ ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତେବେ କେଉଁମାନଙ୍କୁ ଟଙ୍କା ମିଳିନାହିଁ ଏବଂ ଏହାର ପଛରେ କ'ଣ କାରଣ ରହିଛି, ଆସନ୍ତୁ ଜାଣିବା। ସର୍ବପ୍ରଥମେ, ଯେଉଁ ମହିଳାମାନଙ୍କର ଆବେଦନ ଯାଞ୍ଚ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କ ଖାତାକୁ ଟଙ୍କା ଜମା ହୋଇନାହିଁ। ଅନେକ ଆବେଦନ ମଧ୍ୟ ଏବେ ଭେରିଫିକେସନ ପର୍ଯ୍ୟାୟରେ ରହିଥିବାରୁ ଟଙ୍କା ଅଟକି ରହିଛି। ଦ୍ୱିତୀୟରେ, ଯେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନାହିଁ କିମ୍ବା ଡିବିଟି ସୁବିଧା ସକ୍ରିୟ ନାହିଁ, ସେମାନେ ଖାତାକୁ ଟଙ୍କା ପଠାଇବା ସମ୍ଭବ ହୋଇନାହିଁ। ତୃତୀୟ କାରଣ ହେଉଛି ଆବେଦନ ଫର୍ମରେ ତ୍ରୁଟି। ଯଦି ନାମ, ଜନ୍ମ ତାରିଖ, ଆଧାର ନମ୍ବର କିମ୍ବା ବ୍ୟାଙ୍କ ଖାତା ବିବରଣୀରେ ଭୁଲ ରହିଛି, ତେବେ ଟଙ୍କା ଜମା ପ୍ରକ୍ରିୟା ବନ୍ଦ ହୋଇପାରେ। ଏହା ବ୍ୟତୀତ କିଛି ଖାତା ନିଷ୍କ୍ରିୟ ଥିବା କିମ୍ବା ବ୍ୟାଙ୍କ ଦ୍ୱାରା କୌଣସି ସମସ୍ୟା ଦେଖାଯାଇଥିଲେ ମଧ୍ୟ ଟଙ୍କା ଫେରିଯାଇପାରେ। ତେଣୁ ନିଜ ବ୍ୟାଙ୍କ ଖାତା ସକ୍ରିୟ ଅଛି କି ନାହିଁ ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ। ଯେଉଁମାନଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ, ସେମାନେ ନିଜ ଆବେଦନ ସ୍ଥିତି, ଆଧାର, ବ୍ୟାଙ୍କ ଲିଙ୍କିଂ ଏବଂ ଡିବିଟି ସ୍ଥିତି ଯାଞ୍ଚ କରନ୍ତୁ। କୌଣସି ତ୍ରୁଟି ଥିଲେ ତାହାକୁ ସଂଶୋଧନ କରନ୍ତୁ। ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ମିଳିପାରେ। ସୁଭଦ୍ରା ଟଙ୍କା ମିଳିନାହିଁ କି? ଏହି କାମ କରନ୍ତୁ, ଶୀଘ୍ର ମିଳିବ ଆପଣଙ୍କ 10,000 ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ଆମେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାଣିବା। ଅନେକ ମହିଳାଙ୍କ ଖାତାକୁ ଟଙ୍କା ଆସିଥିବା ବେଳେ କିଛି ହିତାଧିକାରୀ ଏ ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତେବେ ଆପଣଙ୍କୁ ଟଙ୍କା କେମିତି ମିଳିବ ଏବଂ କ'ଣ କ'ଣ କାମ କରିବା ଦରକାର, ଆସନ୍ତୁ ବିସ୍ତୃତ ଭାବରେ ଜାଣିବା। ସର୍ବପ୍ରଥମେ ଆପଣ ନିଜ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ଯଦି ଆଧାର ଲିଙ୍କ ହୋଇନଥାଏ, ତେବେ ସରକାରଙ୍କ ପକ୍ଷରୁ ପଠାଯାଉଥିବା ଡିବିଟି ଟଙ୍କା ଆପଣଙ୍କ ଖାତାକୁ ଆସିପାରିବ ନାହିଁ।
द्वितीय आपणक बैंक खाता डीबीटी सुविधा सक्रिय अच्छी कि नहीं देखंतु। अनेक समय आधार लिंक थिले मध्य डीबीटी सक्रिय नथिबारु टंका अटकी जाए। तृतीय सुभद्रा योजना आवेदन में दिया नाम आधार नंबर जन्म तारीख और बैंक विवरणी सठिक अच्छी कि नहीं जांच करंतु। छोट त्रुटि थिले मध्य टंका आसिबारे विलंब होई पारे। एहा सहित जो मानकर आवेदन ए पर्यंत जांच प्रक्रिया अच्छी से किछि समय अपेक्षा करंतु। सरकार पक्षरु पर्यायक्रमे टंका जमा करा जाउछि। जांच संपूर्ण होबा परे योग्य हिताधिकारी खाता को टंका पठाजिबो। जदि आपनकु ए पर्यंत सुभद्रा टंका मिले नाही तेबे घबरांतु नाही। निज बैंक खाता आधार लिंकिंग डीबीटी एवं आवेदन विवरणी जांच करंतु। समस्त तथ्य सठिक थिले आगामी पर्याय टंका मिल पारे। एहीपरि सुभद्रा योजनार समस्त नुआ अपडेट पई आम चैनल सहित जोड़ी रुहंतु। वीडियोटी को लाइक शेयर एवं सब्सक्राइब करिया को भूलंतु नाही।